ଓଡ଼ିଆ ରୀତିକାବ୍ୟାନୁମୋଦି ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ଆମେ ସେହି ଓଡ଼ିଶାର ରୀତିଯୁଗର ଅନନ୍ୟ ପ୍ରତିଭା ଭକ୍ତ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କର ପ୍ରେମରସା ରାଧାକୃଷ୍ଣ ପ୍ରେମରସା ଆଶ୍ରିତ ଭକ୍ତିକାବ୍ୟ ରାଧାକୃଷ୍ଣଙ୍କର ରସ ଅଖଣ୍ଡ ରସ ପ୍ରବାହ ହୋଇଥିବା କାବ୍ୟ ବିଦଗ୍ଧ ଚିନ୍ତାମଣି କାବ୍ୟର ଅବଶିଷ୍ଟାଂଶ ସମ୍ପର୍କରେ ଆଲୋଚନା କରିବା। ଏହା ପୂର୍ବରୁ କବି ଅଭିମନ୍ୟୁ ସାମନ୍ତ ସିଂହାର ରାଧାଙ୍କର ଜନ୍ମାଦି ମୁଁ କହିଥିଲି ଯେ ଚତୁର୍ଥ ଛାନ୍ଦରେ ରାଧାଙ୍କର ଜନ୍ମାଦି ଏବଂ ତାଙ୍କର ବାଲ୍ୟ ପୌଗଣ୍ଡ ଯୌବନ ପ୍ରଭୃତିର ବର୍ଣ୍ଣନା, ତାଙ୍କର ବିଶେଷ ଅଙ୍ଗଲାବଣ୍ୟର ଉତ୍ତରୋତ୍ତର ଉନ୍ନତି ଏବଂ ଅଙ୍ଗଲାବଣ୍ୟର ଶୋଭା ଏବଂ ଅଙ୍ଗରେ ସବୁ କେମିତି ସୌନ୍ଦର୍ଯ୍ୟ ଆସିକରି ସବୁ ବିଭିନ୍ନ ସ୍ଥାନରେ ମୁଖରେ, ବକ୍ଷରେ, ପାଦରେ, ହାତରେ, ନଖରେ ବିଭିନ୍ନ ସ୍ଥାନରେ କେମିତି ସବୁ ଆସିକରି ଆଶ୍ରୟ ନେଇଯାଇଛନ୍ତି ଏବଂ ରାଧାରାଣୀଙ୍କର ସୌନ୍ଦର୍ଯ୍ୟ କେମିତି ଆସ୍ତେ ଆସ୍ତେ ଅଧିକରୁ ଅଧିକ ପରିସ୍ଫୁଟ ହେଉଛି, ସେହି ଅଙ୍ଗଲାବଣ୍ୟର ଶୋଭା ସମ୍ପର୍କରେ କବି ଆଲୋଚନା କରୁଥିଲେ। ଯାହାଫଳରେ ଉପମା ସ୍ଥାନୀୟ ରାଧାଙ୍କ ସାରଙ୍କର ରାଧା ହେଉଛନ୍ତି ରାଧାରାଣୀ ହେଉଛନ୍ତି ଉପମେୟ, ଉପମାନ ହେଉଛନ୍ତି ପଦ୍ମ, ମୃଣାଳ ଇତ୍ୟାଦି ଇତ୍ୟାଦି ଯାହା କିଛି ଚନ୍ଦ୍ର ଇତ୍ୟାଦି ଯାହା କିଛି ଉପମା ସ୍ଥାନୀୟ ଅଛନ୍ତି ସେମାନେ ସବୁ କ୍ରମେ କେମିତି ନିଷ୍ପ୍ରଭ ହୋଇଯାଇଛନ୍ତି ରାଧାରାଣୀଙ୍କର ସୌନ୍ଦର୍ଯ୍ୟ ଆଗରେ ନିଷ୍ପ୍ରଭ ହୋଇଯାଇଛନ୍ତି। ମୁଁ କହୁଥିଲି ଯେ ଉପମାନ ଠାରୁ ଉପମେୟ ଯଦି ଅଧିକ ହୋଇଗଲା ବହି ଅଳଙ୍କାର ବ୍ୟତିରେକ। ତେଣୁ କବି ଏଇ ଯେଉଁ ଆଳଙ୍କାରିକ ଛଟା ଏବଂ ଶବ୍ଦ ବିନ୍ୟାସ ପ୍ରୟୋଗ କରିଛନ୍ତି ବିଦଗ୍ଧ ଚିନ୍ତାମଣି କାବ୍ୟରେ ତାହା ଅତୁଳନୀୟ। କାହିଁକି ନା ଦେଖନ୍ତୁ, କାବ୍ୟରେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କାବ୍ୟରେ ରସ ରହିବ ଏବଂ ରୀତି ରହିବ, ଗୁଣ ରହିବ, ଅଳଙ୍କାର ରହିବ, ଶବ୍ଦ ସୌନ୍ଦର୍ଯ୍ୟ ରହିବ, ଶବ୍ଦ ଗାମ୍ଭୀର୍ଯ୍ୟ ରହିବ ଏବଂ ଗୁଣ ରହିବ ଏବଂ ଶ୍ରାବ୍ୟ ବୃତ୍ତ ରହିବ। ତାହେଲେ ଯାଇକରି କାବ୍ୟଟି ସର୍ବାଙ୍ଗ ସୁନ୍ଦର ଭାବରେ ମଞ୍ଜୁଳ ବା ସରସ ହୋଇପାରିବ ଏବଂ ରସିକମାନେ ବା ପାଠକ ଗ୍ରାହକ ପାଠକଙ୍କର ଆଦର ଲାଭ କରିବ। ଏହି ଦୃଷ୍ଟିରୁ ବିଦଗ୍ଧ ଚିନ୍ତାମଣି କାବ୍ୟରେ ସମସ୍ତ କଥାକୁ ଚିନ୍ତା କରି କବି ରାଧାଙ୍କର ଯେଉଁ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି, ସେଥିପାଇଁ ମୁଁ ସୂଚନାକ୍ରମେ କହିଥିଲି ଆରଥର ଯେ ଉପମା ମାନେ ଅପମାନେ ବୁଡ଼ିଲେ ସୁଷମା ସମ ନହିବାରେ। ରାଧାଙ୍କର ସୁଷମା ବା ସୌନ୍ଦର୍ଯ୍ୟ ସାଙ୍ଗରେ ସମକକ୍ଷ ନ ହୋଇକରି ବିଭିନ୍ନ ସ୍ଥାନରେ ଥିବା ଉପମା ବା ଉପମାନ ବିଷୟ ଗୁଡ଼ିକ ସବୁ ଅପମାନେ ସୁଷମା ସମ ନହେଇକି ବୁଡ଼ିଲେ, ନିଷ୍ପ୍ରଭ ହୋଇଗଲେ। ସେହି ସମ୍ପର୍କରେ କବି ଯାହା ମୁଁ ବର୍ଣ୍ଣନା କରିଥିଲି, ଆସନ୍ତୁ ଆଜି ପୁଣି ପୁନର୍ବାର ରାଧାରାଣୀଙ୍କ ବିଷୟରେ ବା ତାଙ୍କର ଅଙ୍ଗଶୋଭା ବିଷୟରେ ବିଦଗ୍ଧ କବି ଅଭିମନ୍ୟୁ କ'ଣ କହୁଛନ୍ତି ରାଧାରାଣୀଙ୍କର ସୌନ୍ଦର୍ଯ୍ୟ ସମ୍ପର୍କରେ, ଅଙ୍ଗଲାବଣ୍ୟ ସମ୍ପର୍କରେ ଆସନ୍ତୁ ଆଜି ଶୁଣିବା। ଉପମା ମାନେ ଅପମାନେ ବଢ଼ିଲେ ସୁଷମା ସମ ନହିବାରେ, ରମା ଉମା ରତି ବାଣୀ ଆଣି ଖ୍ୟାତି ହୁଇଲା ନାମ ଆଭାସରେ, କାନ୍ତିକି ଅଲକ୍ଷ୍ୟରେ ତିକ୍ତ ଚମ୍ପକ କେତକୀ କଣ୍ଟକ ଦୁର୍ଗ ଆଶ୍ରା କଲା ଏବଂ ଅଗ୍ନିରେ ଦାହିଲା କନକ। ଏ କଥା ମୁଁ କହିଥିଲି। କେତକୀ କଣ୍ଟକ ଦୁର୍ଗକୁ ଆଶ୍ରୟ କଲା, ଲାଜ ଭୟରେ ପଳେଇଗଲା। କେତକୀ ପୁଷ୍ପ କଣ୍ଟା ଭିତରେ ଫୁଟେ ଏବଂ ଅଗ୍ନିରେ କନକ ଯେ ସୁନା, ଅର୍ଥାତ୍ ରାଧା ହେଉଛନ୍ତି ସୁନାଗୋରୀ, ତେଣୁ ସୁନା ମଧ୍ୟ ତାଠାରୁ ଉତ୍କୃଷ୍ଟ ନ ହୋଇକରି ସେ ଅଗ୍ନିରେ ଦାହିଲା, ଦହି ହୋଇଗଲା ଆହୁରି ଭଲ ହେବ ବୋଲି, କିନ୍ତୁ ଅସମର୍ଥ ହେଲାନି। ଏହି ପର୍ଯ୍ୟନ୍ତ ଆମେ ଆଲୋଚନା କରିଥିଲେ। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ବା ପଦରେ କବି କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ନୟନ ଆନନ୍ଦ ହାସ ବାସ ବାହୁ କର ଚରଣ ଉଦରକୁ। ଦେଖନ୍ତୁ ଗୋଟି ଗୋଟି କରି ଏଠି ବର୍ଣ୍ଣନା କରୁଛନ୍ତି। ନୟନ ଆନନ ହାସ ବାସ ବାହୁ କର ଏବଂ ଚରଣ ଏବଂ ଉଦରକୁ ଉପମା ଆଭାସେ କବି ଛିଛି ଭାସେ ମନ ଘେନିଲା ବିମନକୁ। କାହାକୁ ନା ଏ ସମସ୍ତ ଗୁଣ କେବଳ କମଳ ବା ପଦ୍ମ ଫୁଲରେ ରହିଛି। କମଳ ବା ପଦ୍ମ ଫୁଲରେ ଗୁଡ଼ିକ ରହିଛି। ତେଣୁ ପଦ୍ମ ଫୁଲ ତାଙ୍କର ହାସ ବାସ କର ଚରଣ କେଉଁଠିକି ସମର୍ଶ ନ ହେଇକିରି ପାଣିରେ ଜଳରେ ସେସବୁ ବୁଡ଼ିଗଲା। ଜଳ ପ୍ରବଳରେ ବଳେ ବୁଡ଼ିଗଲେ ମାନରେ ଧନ୍ୟ କଲେ ହିମ। ଯାହା ଜଳରେ ଜଳ ପ୍ରବଳ ହୋଇଗଲେ, ଜଳ ଗହଳ ହେଲା ତା ପକ୍ଷେ ଯମ। ପଦ୍ମ ଫୁଲ ତେଣୁ ସେଇ ପାଣିରେ ସତେ ଯେମିତି ବୁଡ଼ିଗଲା ସମର୍ଥନ ହେଇକରି ଆହୁରି ହିମ ବା କାକର ପଡ଼ିକରି ଆହୁରି ପଦ୍ମବନ ଧ୍ୱଂସ ହୋଇଯାଏ। ତେଣୁ ଏଇ ଯେଉଁ ଉପମା ସ୍ଥାନୀୟ
ପଦ୍ମ ଫୁଲଟି ତାଙ୍କର ହାସ ବାସ କର ଚରଣ ନଖ ଯାହା କିଛି ବର୍ଣ୍ଣନା କରିଛନ୍ତି ସବୁ ପଦ୍ମ ଅସମର୍ଥ ହେଇକିରି ଜଳରେ ବୁଡ଼ିଗଲା ଅପମାନିତ ହେଇକିରି। ଆଉ କବି କ'ଣ କହୁଛନ୍ତି? ଆଜ ଯାଏ ଗଜ ମୁଖ ନ ଟେକନ୍ତି ଲାଜମତିରେ ଗତି ଚାହିଁ ମୁଖ ସାନ୍ଦ୍ରକୁ ପୂର୍ଣ୍ଣ ଚନ୍ଦ୍ର ନ ଘଟି ଘଟିଲା ହେଉ ଚିନ୍ତା ବହି କପୋଳ ତୁଳ ଅଧିକରେ ନୁହିଲା ଦଣ୍ଡ ଦେଲା ଗଣ୍ଡ ଖଣ୍ଡ ତ୍ରିଭାଗକୁ ଦଳା ଚିବୁକ ଚାରି କହଳା ତୁଳ ଅଧିକରେ ନୁହିଲା। ଗଜ ଆମେ ଗଜଗାମିନୀ ବୋଲି କହନ୍ତି ସ୍ତ୍ରୀମାନଙ୍କର ଗତିକୁ ଗଜଗତି ସାଙ୍ଗରେ ତୁଳନା କରୁଛନ୍ତି। ଆଉ ଗଜ ମଧ୍ୟ ସମାନ ନ ହେଇକିରି ଆଉ ସେ ମଧ୍ୟ ମୁହଁ ଆଜି ଲାଜରେ ମୁହଁ ଆଉ ତଳକୁ ଟେକି ନିଷେଇଦେଣୁ ରାଧାଙ୍କର ଗତିକୁ ସମକକ୍ଷ ନହେଇକିରି ଗଜ ଆଜ୍ଞା ମୁହଁ ଆଉ ଲାଜରେ ଟେକିନି। ଏବଂ ଚନ୍ଦ୍ର ମଧ୍ୟ ଚିନ୍ତା କଲା ପୂର୍ଣ୍ଣଚନ୍ଦ୍ର ପୂର୍ଣ୍ଣମୀ ରାତିର ଚନ୍ଦ୍ର ମଧ୍ୟ ଚିନ୍ତା କଲା ମୁଁ ଟିକେ ଅଧିକ ହେବି ସେ ମଧ୍ୟ ତୁଳନାରେ ସମକକ୍ଷ ନ ହେଇପାରିକିରି ଗଣ୍ଡ ଦେଶରେ ରହିବାକୁ ଇଚ୍ଛା କଲା ଦୁଇଭାଗ ହେଇକିରି ଭାଗେ ରହିଲା ଚିବୁକରେ ତାହା ବି ଅସମର୍ଥ ହେଲା। ଏବଂ ଦଳା ଚିବୁକରେ ଚାରି କଳା କଳାକରେ ରହି ହାସ୍ୟ ଆଉ ଗୋଟିଏ ରହିଲା ଯାହା ତିନି ଭାଗ ପଳେଇଲା ଗଣ୍ଡ ଦୁଇ ଏବଂ ଚିବୁକ ଆଉ ଗୋଟିଏ କଳା ହାସରେ ରହିଲା ହାସରେ ମଧ୍ୟ ରାଧାରାଣୀଙ୍କର ହାସ ତାଠୁ ବଳିଗଲା। ତେଣୁ ଲାଜରେ ଚନ୍ଦ୍ରକଳା ମଧ୍ୟ ପ୍ରପଦରେ ବା ପାଦରେ ଯାଇକରି ଚରଣ ପଶିବାକୁ ଚିନ୍ତା କଲା ତାଙ୍କ ପାଦ ଦେଶରେ କଳାଏ ଚନ୍ଦ୍ର କଳାର ଷୋଡ଼ଶ ପୂର୍ଣ୍ଣମୀ ରାତିର ଚନ୍ଦ୍ର ପୂର୍ଣ୍ଣ ଚନ୍ଦ୍ର ଏଥିରୁ କଳାଏ ଯାଇକରି ପାଦରେ ଶରଣ ପଶିବାକୁ ଚେଷ୍ଟା କଲା ଏବଂ ତା ବି ସମର୍ଥ ନ ହେଇକରି ନଖରେ ଯାଇକରି ଆଜ୍ଞା ରାଧାରାଣୀଙ୍କର ନଖରେ ଯାଇକରି ଶରଣ ପଶିଲା। ହେବା ପାଇଁ ଲକ୍ଷ୍ୟ ବୋଲାଇଲା ନଖ ତେବେ ଶିକାର ପାଇଲା ନଖରେ ଯାଇକରି ରହିବି ବୋଲି କଳାଏ ନଖରେ ରହିବାକୁ ତାର ସୌନ୍ଦର୍ଯ୍ୟ ମଧ୍ୟ ରାଧାରାଣୀଙ୍କର ପାଦ ତ ସୌନ୍ଦର୍ଯ୍ୟ ଏବଂ ନଖରେ ମଧ୍ୟ ଚନ୍ଦ୍ର ଶରଣ ପଶିକରି ହାରିଗଲା। ଆଉ କ'ଣ କବି କହୁଛନ୍ତି? ଏବଂ ହାରିକିରି ଶେଷରେ କ'ଣ କଲା ନା ଚନ୍ଦ୍ର ଏତି ଲାଜରେ ତ ଶିକାର ପାଇଲା ଏବଂ ସାଗରେ ନୀତିଦିନ ଝାସଇ ନୋହିଲା ମରଣ ହୋଇଲା ସ୍ମରଣ ସୁଧା ପିଣ୍ଡ ହେଲେ କିମ୍ବା ନୀତି ଯାଇକରି ଆଜ୍ଞା ଚନ୍ଦ୍ର ଉଦୟ ହୁଏ ପୁଣି ଅସ୍ତ ହୁଏ ସମୁଦ୍ର ଭିତରେ ବୁଡ଼ିଯାଏ। ତେଣୁ ଚନ୍ଦ୍ର ହେଉଛି ସମୁଦ୍ରରେ ଯେତେବେଳେ ବୁଡ଼ି ଯାଉଛି ଲାଜରେ ପୁଣି ସେ ତ ପୁଣି ଉଠୁଛି ନା କବି କହୁଛନ୍ତି ତାର ସ୍ମରଣ ହେଇଗଲା ଯେହେତୁ ମୁଁ ବୁଡ଼ିଗଲେ ମଧ୍ୟ ମରିଯାଉନି ବଞ୍ଚିକିରି କେମିତି ରହିଛି ନା ଯେହେତୁ ମୁଁ ହେଉଛି ସୁଧାପିଣ୍ଡ ଅମୃତ ଆଉ ଯେଉଁ ଦେବତାମାନେ ଅମର ସେଇଥିପାଇଁ ହେଇଛନ୍ତି ଅମୃତ ପାନ କରି ଆଉ ମୁଁ ତ ସୁଧାପିଣ୍ଡ ସେଥିପାଇଁ ବୋଧହୁଏ ସାଗରରେ ବୁଡ଼ିଗଲେ ମଧ୍ୟ ମୁଁ ମରୁନି ପୁଣି ଉଠି ଯାଉଛି ବଞ୍ଚିକିରି। ଅତି ଚମତ୍କାର ବର୍ଣ୍ଣନା ହେଇଛି ଏ ବର୍ଣ୍ଣନା ଅତି ଚମତ୍କାର ହେଇଛି। ଏବଂ କବି ଆଉ କ'ଣ କହୁଛନ୍ତି ଦେଖନ୍ତୁ ଉରୁ ବର ତୁଳା ସମ ନୋହି ତୁଳା କଦଳୀ ଅନ୍ତମାରହୀନ ଜାନୁ ଅନୁମାନ ଘେନୁ ଥାଇ ଶୂନ୍ୟ ହେଲା ସମ୍ପୁଟକ ତେସନ ଅରୁଣ ଅଧର ଋଣୀ ହୋଇବାରେ ଦେଖାଇ ଦୀନତା କ୍ଷଣକେ ଆନ ମୂରତିକି ପ୍ରଖରେ। ଉରୁ ବରତୁଳା ତାଙ୍କର ଉରୁ ଯେ ଜଙ୍ଘ ଗୁଡ଼ିକ ଆଜ୍ଞା ବର୍ତ୍ତୁଳ ଧାର ତାକୁ କଦଳୀ ଗଛ ସାଙ୍ଗରେ ତୁଳନା କରାଏ। ଯେ କଦଳୀ ବୃକ୍ଷର ସେ ହେଉଛି ଉପମାନ ସ୍ଥାନୀୟ ସେ ମଧ୍ୟ ଆଜ୍ଞା ଲାଜରେ ଅପମାନିତ ହେଇକିରି ରହିଲା ମାନ କରିକିରି। ଏବଂ ଉରୁବର ତୁଳା ସମ ନୋହି ତୁଳା କଦଳୀ ଅନ୍ତମାରହୀନ ଜାନୁ ଅନୁମାନ ଘେନୁ ଥାଇ ଜାନୁର ଅନୁମାନ ଜାନୁଟା ବର୍ତ୍ତୁଳ ହେଲା କେମିତି ନା ସମ୍ପୁଟକ ଫରୁଆ ସାଙ୍ଗରେ ଫରୁଆକୁ ବର୍ତ୍ତୁଳ ଗୋଲାକାର ଏବଂ ତେସନ ଅରୁଣ ଅଧର ଋଣୀ ହୋଇବାରେ ଏବଂ ଅରୁଣ ଉଦୀୟମାନ ସୂର୍ଯ୍ୟଙ୍କର ଯେଉଁ ଅରୁଣ ଆଭା ତାଙ୍କର ଅଧରଟି ଜବା ପୁଷ୍ପ ପରି କେହି ଅରୁଣ ଅଧର ବୋଲି ମଧ୍ୟ କୁହାଯାଏ। ଏଣୁ ଅଧର ଋଣୀ ହୋଇବାରେ ଦେଖାଇ ଦୀନତା କ୍ଷଣକେ ଆନ ମୂରତିକି ପ୍ରଖରେ ଓ ତାକୁ ଅରୁଣ ତାଙ୍କର ଅଧର ଅରୁଣ ବର୍ଣ୍ଣ ଠାରୁ ଆହୁରି ଶ୍ରେଷ୍ଠ ଅଛି। ତେଣୁ ଅରୁଣ ବର୍ଣ୍ଣ ମଧ୍ୟ ଲାଜରେ ଦୀନତା ପ୍ରଥମେ କ୍ଷୀଣ ହୋଇଗଲା ଏବଂ ତାପରେ ପ୍ରଖର ସୂର୍ଯ୍ୟ ଯେତିକି ଉପରକୁ ଉଠନ୍ତି ଆଜ୍ଞା ପ୍ରଖର କ୍ରୋଧ ଭାବ ସତେ ଯେମିତି ବହିଲା। ଆଉ କ'ଣ ହୋଇଛି ବିମ୍ବ ବିରାଗରେ ବୈରାଗୀ ବେଶ ଧଇଲା ଭସ୍ମ ବିଲେପନେ ବଳାଇ ମାନକୁ ଦଳାଇ ହୋଇଲା ହିଙ୍ଗୁଳ ବଳିବା ଭାବନେ ଜବାତ ଶିବ ସେବାକୁ ମୂଳ କଲା ଆଉ ରଙ୍ଗମାନେ ବିଭବ ଗୁମାନେ କେ କାହିଁ ପଳାଇ ପଶିଲା। ବିମ୍ବ ବିରାଗରେ ବୈରାଗୀ ବେଶ ଧରିଲା ଆଜ୍ଞା ବିମ୍ବ ଯେ କଇଁଚି କାକୁଡ଼ି ଗୁଡ଼ିକ ପାଚିଗଲେ ଲାଲ
ଅରୁଣ ବର୍ଣ୍ଣ ତ ସମକକ୍ଷ ହେଲାନି। ଉଦୀୟମାନ ସୂର୍ଯ୍ୟଙ୍କର ବାଳ ଅରୁଣ, ବାଳ ସୂର୍ଯ୍ୟ ବା ଉଦି ତାଙ୍କର ଅରୁଣ ବର୍ଣ୍ଣ ବା ରକ୍ତିମା ସମକକ୍ଷ ହେଲାନି। ପୁଣି ବିମ୍ବ ଫଳ ସାଙ୍ଗରେ କବି ତୁଳନା କରୁଛନ୍ତି, ସେ ମଧ୍ୟ ଉପମା ସ୍ଥାନୀୟ, ସିଏ ମଧ୍ୟ ଭସ୍ମ ମିଳେ। ଆପଣ ଦେଖିବେ କଇଁଚି କାକୁଡ଼ି ଗୋଟେ ପାଚି ଯାଇଥିଲେ ତାପରେ ପାଉଁଶ ଭଳିଆ ଆବରଣ ଗୋଟେ ରହିଯାଏ। ତେଣୁ ସେ ବୈରାଗୀ ବେଶ ଧାରଣ କଲା କି ଏବଂ କାହିଁକିନା ବୈରାଗୀମାନେ ସାଧାରଣତଃ ଯୋଗୀମାନେ ବୈରାଗୀମାନେ ଭସ୍ମ ବିଲେପନ ହୁଅନ୍ତି। ତେଣୁ କଇଁଚି କାକୁଡ଼ି ବା ବିମ୍ବ ଫଳ ପାଚିଲା ବିମ୍ବ ଫଳଟି ସତେ ଯେମିତି ବୈରାଗୀ ବେଶ ଧାରଣ କଲା। ଉପମା ସ୍ଥାନୀୟ ହେଲେ ମଧ୍ୟ ସମକକ୍ଷ ହେଲାନି। ଏବଂ ଆଉ କ'ଣ କବି କହୁଛନ୍ତି ନା ହିଙ୍ଗୁଳ ଯେ ଅଳତା ଦଳି ହେଲା ଅଳତା ଆହୁରି ଫେଣ୍ଟି ହେଉଛି। ଅଳତାଟି ଯେତିକି ଲାଲ ଅଛି ସେ ନିଜକୁ ଦଳେଇ ହେଲା, ଆହୁରି ଫେଣ୍ଟି ହେଲା। ଆଉ କ'ଣ ହେଇଛି ଜବା ତ ଶିବ ସେବାକୁ, ଯେ ଜବା ପୁଷ୍ପ ସାଙ୍ଗରେ ଅଧରକୁ ତୁଳନା କରିବା। ଜବା ଯେ ମନ୍ଦାର ରକ୍ତ ମନ୍ଦାର, ଆଜ୍ଞା ମନ୍ଦାର ଫୁଲ ଗୁଡ଼ିକ ଲାଲ। ତେଣୁ ସେ ଶିବ ସେବାଙ୍କୁ ଇଚ୍ଛା କଲେ ନାହିଁ, ଶିବଙ୍କ ମସ୍ତକରେ ପଛେ ମୁଁ ଶୋଭା ପାଇବି, ଏ ରାଧାରାଣୀଙ୍କର ଅଧରକୁ ମୁଁ ସମକକ୍ଷ ନୁହେଁ। ତେଣୁ ଶିବଙ୍କୁ ସେବା କଲା। ଏବଂ ଆଉ କ'ଣ ହେଇଛି ଆଉ ରଙ୍ଗମାନେ ଯେ ଯା ସ୍ଥାନରେ ଆଜ୍ଞା ଯାଇକରି ଲାଜ ପାଇକରି ରହିଗଲେ। ଏବଂ ସୁଧା ବସୁଧା ବିଶୁଦ୍ଧା ହାସ ଦେଖି ବାସ ସ୍ୱର୍ଗେ କଲା ସଦ୍ରବେ। ସୁଧା ଯେ ଅମୃତ, ବସୁଧାର ଯେ ପୃଥିବୀର ବିଶୁଦ୍ଧା ରାଧାରାଣୀଙ୍କର ହାସକୁ ଦେଖିକିରି ସୁଧା ଯେ ଅମୃତ ଆଜ୍ଞା ଯାଇ ସ୍ୱର୍ଗରେ ବାସ କଲା। ମର୍ତ୍ତ୍ୟରେ ତ ନାହିଁ। ସିଏ କହିଲା ଆରେ ୟାଙ୍କ ସାଙ୍ଗରେ ତ ମୁଁ ସମକକ୍ଷ ହେବିନି, କାହିଁକି ଏଠିକି ଆସିବି? ତେଣୁ ସ୍ୱର୍ଗରେ ବାସ କଲା। କର୍ପୂର ପୁରସ୍କାର କେତେ ମାତ୍ର ତିକ୍ତ ଗଣ ବହେ ଶୋଭା। ଆଉ କର୍ପୂରକୁ କ'ଣ ତୁଳନା କରିବା ଆଜ୍ଞା? କର୍ପୂର ମଧ୍ୟ ସୁଧା କହିଲେ ଅମୃତ, ସୁଧା କହିଲେ ମଧ୍ୟ ଚୂର୍ଣ୍ଣ। କର୍ପୂର ଚୂର୍ଣ୍ଣକୁ ସୁଧା ମଧ୍ୟ କହନ୍ତି। ସିଏ ମଧ୍ୟ ସମାନ ହେଲାନି ତାଙ୍କ ହାସକୁ, ଯାହାଫଳରେ କର୍ପୂର ସୁଧା ଏସବୁ ହାସର ଲକ୍ଷଣ। ତେଣୁ ରାଧାଙ୍କର ହାସ, ସ୍ମିତ ହାସ୍ୟ ଏତେ ସୁନ୍ଦର ଯେ ନା ଅମୃତ ସମକକ୍ଷ ହେଲା, ନା ଇଏ କର୍ପୂର ହାସ ମଧ୍ୟ ପୁରସ୍କାର ନୁହେଁ ତିରସ୍କାର, ସତେ ଯେମିତି ତିରସ୍କୃତ ହେଲା। ଏବଂ ନା ସେ ତିକ୍ତ ଗୁଣ ବହିଲା। ଆଜ୍ଞା କର୍ପୂର ଗୁଡ଼ିକ ବାସ୍ନା ସିନା, ଦେଖିଲା ବେଳକୁ ପାଟିରେ ପକାଇଲା ଆଜ୍ଞା ଗୁଡ଼ିକ ପିତା। ତେଣୁ ସତେ ଯେମିତି କର୍ପୂର ସମକକ୍ଷ ନ ହେଇକରି ତିକ୍ତ ଗୁଣ ଧାରଣ କଲା। ଏବଂ ଆଉ କ'ଣ ହେଇଛି ଜଳଦୁର୍ଗ ମଧ୍ୟ କୁମୁଦ, ଜଳଦୁର୍ଗ ମଧ୍ୟ ରହିଲା। କୁମୁଦ ଯେ କଇଁ ଫୁଲ ତାଙ୍କର ହାସ ସାଙ୍ଗରେ ତୁଳନା କରାହେଇଛି ନାୟିକାର। ତେଣୁ ରାଧାରାଣୀଙ୍କର ହାସ ସାଙ୍ଗରେ ସମକକ୍ଷ ନ ହେଇକରି ତୁଳନା ବା ତୁଳିତ ନ ହେଇପାରିକିରି କଇଁ ଫୁଲ ଜଳ ମଧ୍ୟରେ ନିଜକୁ ଆତ୍ମଗୋପନ କଲା ଏବଂ ନିଜର ଆତ୍ମଗୋପନ କଲା ଜଳଦୁର୍ଗ ମଧ୍ୟରେ। ଏବଂ ତୁଚ୍ଛ ପୌରସ ସିନା ଆଉ କାଶ କୁଶ ପୁଷ୍ପ ଏବଂ କାଶ କୁଶ ଯେଉଁ ନଈ ପଠାରେ ହୁଏ ସେଗୁଡ଼ିକ ଆଜ୍ଞା ଧଳା ଫୁଲ, ସେଗୁଡ଼ିକ ହାସ ସାଙ୍ଗରେ ତୁଳନା କରାଯାଇଛି। ଆଉ ତାକୁ କ'ଣ ଆମେ ଆଣିକରି ବିଚାର କରିବା? ଯେଉଁଠି ଏତେ ସବୁଜ କର୍ପୂର, ସୁଧା ବା ଅମୃତ ଇତ୍ୟାଦି କଇଁ ଫୁଲ ଏମାନେ ସମର୍ଥ ହେଉନାହାନ୍ତି, ଆଉ କାଶ କୁଶ ଫୁଲକୁ କିଏ ପଚାରେ? ଏବଂ କବି ପୁଣି କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ଲୋକ ନ ବିଲୋକ ନେ ପଶି କାନନେ ଚକିତ ଚଞ୍ଚଳ କୁରଙ୍ଗ। କେଡ଼େ ଶବ୍ଦ ସଂଯୋଜନା ଦେଖନ୍ତୁ, ଆଖିର ବର୍ଣ୍ଣନା କରୁଛନ୍ତି। ଲୋକ ନ ବିଲୋକ ନେ ପଶି କାନନେ ଚକିତ ଚଞ୍ଚଳ କୁରଙ୍ଗ। ଗଞ୍ଜନ ହୋଇ ଖଞ୍ଜନ ଚାରୁ କଲା ଲୋଭି ହୋଇ ଭଙ୍ଗି ପ୍ରସଙ୍ଗ। ଚାହାଣି ଦେଖି ମାର କଲା ସାୟକ ଚାରୁ ଭୁରୁ ଦେଖି ନତ ଆମଞ୍ଚନେ ହେଲା ଗୁଣବନ୍ତ କାର୍ମୁକ। ଏବଂ ତାଙ୍କର ନୟନ ଏବଂ ଭ୍ରୁଲତା, ରାଧାରାଣୀଙ୍କର ଭ୍ରୁଲତା ଯୁଗଳ ଏବଂ ନୟନ ଯୁଗଳର ତୁଳନା କରାଯାଉଛି। ଇଏ ନୟନର ଶୋଭା ଦେଖିକିରି କୁରଙ୍ଗ ସେ ହେଉଛି ଚଞ୍ଚଳ ମଧ୍ୟ। ତୁରଙ୍ଗ ବା କୁରଙ୍ଗ ହେଉଛି ବା ହରିଣୀ ବା ମୃଗ କ'ଣ କଲା ନା ଲୋକ ନ ବିଲୋକନେ ତାଙ୍କର ନୟନକୁ ଦେଖିଦେଇକିରି ଆଉ କାନନେ ଚକିତ ଚାହାଣି ତ୍ରସ୍ତ। ହରିଣୀର ଚାହାଣି ହରିଣୀ ବିଲୋଳ ନୟନା ବୋଲି କୁହାଯାଇଛି। ତେଣୁ ହରିଣୀର ଚାହାଣିଟି ଆଜ୍ଞା ଭାରି ତ୍ରସ୍ତ, ସେ ଚାହେଁ ଅତି ତ୍ୱରାଗତି, ତାର ଶୀଘ୍ର ଚାହାଣି, ତାଙ୍କର ଚଞ୍ଚଳ ଚାହାଣି। ତେଣୁ ସିଏ ଯାଇକରି ସିଆଡ଼େ ବଣ ଭିତରେ ଯାଇକରି ଚକିତ ହେଇକରି ରହିଲା। ଏବଂ ଖଞ୍ଜନ ପକ୍ଷୀ ମଧ୍ୟ ନେଇ କଜଳପାତି ଆଜ୍ଞା ମଧ୍ୟ ଆପଣ ଦେଖିବେ ଖଞ୍ଜନ ନୟନ, ଖଞ୍ଜନ ଖେଳା ଲୋଳ ଖଞ୍ଜନ ଆଖି କି ସାହସ କଲୁରେ ବୋଲି କୁହାଯାଇଛି ଖଞ୍ଜନ ଆଖି। ତେଣୁ କଜଳପାତିର ଆଖି ମଧ୍ୟ ତୁଳନୀୟ, ଉପମା ସ୍ଥାନୀୟ। ସେ ମଧ୍ୟ ଆଜ୍ଞା ସମକକ୍ଷ ନ ହେଇକରି ନିଜକୁ ମଧ୍ୟ ଅପସରେଇ ଗଲା।
ଏବଂ ଏହିପରି ବାକି ବୃଲତା କବି କହୁଛନ୍ତି କନ୍ଦର୍ପର ସତେ ଯେମିତି ସ୍ୱର କନ୍ଦର୍ପର ଯେଉଁ 5ଟି ସ୍ୱର ଅଛି ତାକୁ ଗୁଣ କରିବା ପାଇଁ ସତେ କନ୍ଦର୍ପ ଯୋଡ଼ିଏ ଧନୁ ପାଇଗଲା। ଏବଂ ଚାରୁ ଭୁରୁ ଦେଖି ନତ ଆମଞ୍ଚନ ହେଲା ଗୁଣବନ୍ତ କାର୍ମୁକ। ସତେ କନ୍ଦର୍ପ ତାକୁ ଗୁଣ ଚଢ଼ାଇବା ପାଇଁ ପ୍ରୟାସ କରୁଛି ବୃଲତା ଯୁଗଳକୁ ଦେଖିକିରି। କବି ଆଉ କ'ଣ କହୁଛନ୍ତି ନା ଦର ଦରଶନେ ବହନ ସୁକଣ୍ଠି ଗ୍ରୀବା ବିଲୁକନେ। ଦର ଦର ଦରଶନେ, ଇଏ ଦର ଯେ ଶଙ୍ଖ ରାଧାରାଣୀଙ୍କର କଣ୍ଠକୁ ଦେଖିକିରି କଣ୍ଠ କମ୍ବୁ କଣ୍ଠ ଦେଖି ଅତି ଆର୍ତ୍ତରୁ ଡାକେ ସମ ନୁହେଁ ବୋଲି ପ୍ରାତରୁ। ଲାବଣ୍ୟବତୀକା ବେଳର କଣ୍ଠ ବର୍ଣ୍ଣନା 3 ଛାନ୍ଦରେ 3ୟ ଛାନ୍ଦରେ କରିଛନ୍ତି ଭଞ୍ଜ। କମ୍ବୁ କଣ୍ଠ ଦେଖି ଅତି ଆର୍ତ୍ତରୁ, ଲାବଣ୍ୟବତୀ ନାୟିକାର କଣ୍ଠ ଦେଖିକିରି କମ୍ବୁ ଶିବାଳୟରେ ବା ଦେବାଳୟରେ ବାଜୁଛି, ବିକଳ ହେଇକିରି ସତେ ଯେମିତି ସ୍ୱର ଛାଡ଼ୁଛି। କମ୍ବୁ କଣ୍ଠ ଦେଖି ଅତି ଆର୍ତ୍ତରେ ଡାକେ ସମ ନୁହେଁ ବୋଲି ପ୍ରାତରୁ। ସକାଳୁ ଶିବାଳୟ ବା ଦେବାଳୟ ମାନଙ୍କରେ ଶଙ୍ଖ କାହିଁ ବାଜୁଛି ନା ଲାବଣ୍ୟବତୀର ନାୟିକା ଲାବଣ୍ୟବତୀର କଣ୍ଠ ସାଙ୍ଗେ ସମ। ଏଠି ମଧ୍ୟ ସେ ରାଧାରାଣୀଙ୍କର କଣ୍ଠ ସାଙ୍ଗରେ କମ୍ବୁ ବା ଦର, ସେ ଦରଶନେ ଭୟ ପାଇକିରି ପଳେଇଗଲା। ଏବଂ ବହନ ସୁକଣ୍ଠି ଗ୍ରୀବା ବିଲୋକନେ ଦେବ ସେବା କଲା ସମାନ ନହେଲା, ସେଇ ଦେବାଳୟରେ ଯାଇକିରି ବାଜିଲା ଶଙ୍ଖ। ଏବଂ ଆଉ କ'ଣ ହେଲା କରତାଇ ହେଲା ବହନେ, ସେ ସମାନ ନହେଇକିରି ଦେବାଳୟରେ ତ ବାଜିଲା, ପୁଣି କରତି ହେଲା ନିଜକୁ ନିଜ ଦେହକୁ ସତେ ଯେମିତି କରଥିଲା। ଚାହିଁ ହୀରା ଶାଣେ, ଆଉ ଏବଂ ହୀରା ମଧ୍ୟ କ'ଣ ହେଲା ନା ଶାଣରେ ସତେ ଶାଣ ହୀରାଟା ଆହୁରି ତେଜିଆନ ହେବା ପାଇଁ ଶାଣରେ ଶାଣିତ ହେବାକୁ ଚେଷ୍ଟା କଲା। ଏବଂ ମୋତି ହେଲା ଭେଦ ଦାଡ଼ିମ୍ବ ବିପଦ, ଏବଂ ମୋତି ବା ମୁକ୍ତା ଭେଦ ତା ଦେହରେ କିଏ ଛୁଞ୍ଚି ନିଜକୁ ଫୋଡ଼େଇ ହେଲା, ଏବଂ ଡାଳିମ୍ବ ଗୁଡ଼ାକ ପାଚିଗଲେ ଆଜ୍ଞା ଫାଟିଯାଏ, ଏବଂ ଡାଳିମ୍ବ ମଧ୍ୟ ସମକକ୍ଷ ହେଲାନି। ଆଉ କ'ଣ ହେଲା ନା ଶାଣେ ବସିଲା ମୋତି ହେଲା ଭେଦ ଡାଳିମ୍ବ ବିପଦ ବିଶେଷ ହୃଦ ଫାଟିଗଲା, ଡାଳିମ୍ବର ହୃଦ ସତେ ଯେମିତି ଫାଟିଗଲା। ବାଣୀ ପ୍ରବୀଣା ବାଣୀ ଶୁଣି ଲାଜରେ ଖନା ପରାଏ। ବୀଣା କ'ଣ ବୀଣାର ତାଙ୍କର ସ୍ୱର ସାଙ୍ଗରେ ତୁଳନା କରୁଛନ୍ତି, ତାଙ୍କର ସ୍ୱର ସାଙ୍ଗରେ ବୀଣା ସମର୍ଥନ ହେଇପାରି ଖନେଇଲା ଭଳିଆ କଥା ସତେ ଯେମିତି ବାଜିଲା, ଖନା ପରାଏ। ତା ତୁଲ୍ୟରେ ଶାରୀ ହାରିକିରି ବନେ, ଶାରୀ ମଧ୍ୟ ଅତି ତାର କଣ୍ଠଟି ପରିଷ୍କାର ଶାରୀ ଆଜ୍ଞା ଶବ୍ଦ କରେ, ସିଏ ମଧ୍ୟ ହାରିକିରି ଯାଇକିରି ବଣରେ ପଶିଲା। ମଧୁରେ ପିକ ମୁକ ହେଇଗଲା, ଏବଂ ପିକ ମଧ୍ୟ ମଧୁର ସ୍ୱର କରୁଥିଲା ଯେଉଁ ପଞ୍ଚମ ତାନରେ, ସିଏ ମଧ୍ୟ ମୁକ ହେଇଗଲା। ଏବଂ ଏହିପରି ଭାବରେ ତାଙ୍କର ସ୍ୱର ସାଙ୍ଗରେ କେହି ସମର୍ଥନ ହେଲେନି, ସମକକ୍ଷ ହେଲେନି। ତା ତୁଲ୍ୟରେ ଶାରୀ ହାରି ବନେଗଲା, ମଧୁରେ ପିକ ମୁକ ହେଲା। ପାଟଳି ପାଟଳି ଯାଏ ଶ୍ରୁତି ଦେଖି, ପାଟଳି ଫୁଲ ପାଟଳି ଯାଏ ଶ୍ରୁତି ବା ତାଙ୍କ କାନ ଯାଏ ଯେତେବେଳେ ଦେଖିଲେ, ପାଟଳି ଫୁଲ ମଧ୍ୟ ସମର୍ଥ ହେଲାନି। ଏ କଥା ଦେଖିକିରି କାନକୁ ଦେଖିକିରି, ଏବଂ କାନ ସାଙ୍ଗରେ ପାଟଳି ଫୁଲକୁ ଆଜ୍ଞା ତୁଳନା କରାହେଇଛି। ଚରମ ମନୋରମ ଦେଖି ଫଳକ କମ୍ପେ ସ୍ୱନରେ କାନ୍ଦେ ଲଖି। ନାମ ଟେକ ଦେଖି ତିଳ ସୁମନସ ମୋହିତ ଭଇତ ଭଜଇ। ତାଙ୍କର ନାମ ଏବଂ ତିଳ ପୁଷ୍ପ ନାସା ଆକୁ ଦେଖିକିରି ମୋହିତ ହେଇକରି, ଆଉ ନିଜେ କ'ଣ ତୁଳନା ହେବ ମହିରେ, ପୃଥିବୀରେ ତିଳ ପୁଷ୍ପ ଗୁଡ଼ିକ ଫୁଟନ୍ତି ଆଜ୍ଞା, ମହିକୁ ଭଜିଲା ସତେ ଯେମିତି। ଆଉ ତୁଣି ଗୁଣି ପୁଣି ଅଶରଣ ବରକୁ ଶରଣ ହୋଇ, ଏ ବିଧି ଅବିଧି କି ଗଲେ ଉପମା। ପ୍ରେମା ଧାମା ରାମା ବାମା ନାମା ଭାଷେ ଭାଳିଲେ ହେବ ପରା ବାମା। ତାଙ୍କ କେବଳ ନାମକୁ ମାତ୍ର ରହିଗଲେ। ଏ ଯେତେ ଉପମା ସ୍ଥାନୀୟ କଥା କବି ବର୍ଣ୍ଣନା କରିଛନ୍ତି, ଏ ସମସ୍ତେ ଆଭାସିଲେ, ଅର୍ଥାତ୍ କେବଳ ନାମକୁ ମାତ୍ର ରହିଲେ। ଏବଂ ବାମା କହିଲେ ସୁନ୍ଦରୀ, ଏବଂ ବାମା ଅର୍ଥାତ୍ ବାମା ଶବ୍ଦର ଯୋଡ଼ି ଅର୍ଥ, ଏ ରାଧାଙ୍କ ପକ୍ଷରେ ସୁନ୍ଦରୀ, ଏମାନଙ୍କ ପକ୍ଷରେ ବାମା ବୋଇଲେ ମନ୍ଦ। ଏବଂ ପିଟି ଘଟିତ କି ନିତମ୍ବ ବିମ୍ବକୁ ବନ୍ଧନ ଲୋକରେ ପାଉଛି ମୃଦୁଳାକୁ ତୁଳା ନୋହି କରି। କଟି ଏତେ ସୁନ୍ଦର ହେଲା ଯେ ପେଟିକା ମଧ୍ୟ ତାକୁ ଉପମା ସ୍ଥାନୀୟ ପେଟିକା ସିଏ ମଧ୍ୟ ସମର୍ଥ ହେଲାନି। ଆଉ ମୃଦୁଳା ତାଙ୍କର ଦେହର ମୃଦୁଳ ତନୁବଲ୍ଲରୀକୁ ସମର୍ଥନ ହେଇକିରି ତୁଳା ନିଜକୁ ଆହୁରି ଭିଣି ହେଲା ଏବଂ ପିଞ୍ଜେଇ ହେଲା ବୋଲି କହୁଛନ୍ତି, ଶବ୍ଦ ଦେଇଛନ୍ତି। ଅଶେଷ ଶେଷରେ ତ ଶେଷ ନହିବ, ଏଇଭଳି କହିଲେ ଶେଷ ଦେବ ଯେ ସହସ୍ର ମୁଖରେ ମଧ୍ୟ ବର୍ଣ୍ଣନା କଲେ ଶେଷ ହେବନି। ଅଶେଷ ଶେଷରେ ତ ଶେଷ ହେବନି। এইভাবে উপমা রাধারাণীଙ୍କ ଅଙ୍ଗଲାବଣ୍ୟରେ ବା ଏତେ ପରିପୂର୍ଣ୍ଣ ହୋଇକି ରହିଛି ଉପମା। ସମସ୍ତ ଉପମାର ବ୍ୟର୍ଥତାକୁ କବି ପ୍ରତିପାଦନ କରିଦେଇ କହିଲେ ସହସ୍ର ମୁଖରେ ସ୍ୱୟଂ ଶେଷଦେବ ଅନନ୍ତ ନାଗ
सहस्र फणारे कहले मध्य समान हेनी। आउ कवि भावी हेले एवं कवि बा आमे कौन वर्णना करिपारिबु। अप्रमित मित दासी विगणित मध्य अंतरंगा बहिरंगा प्रभृति जो दासी सब रही नक्षत्र विधि कवि कौन नक्षत्र विधि सिद्धि नक्षत्र हूँ 27 गोटी सेमती उज्ज्वल नक्षत्र जो अच्छा से असंख्य नक्षत्र अच्छा भितर आज्ञा प्रसिद्धि लाभ कर 27 नक्षत्र से 5टी नक्षत्र होती स्वतंत्र सेमती राधा राणीकर सखी गुड़े अच्छा सब अंतरंगा बहिरंगा नर्म सखी प्रिय सखी इत्यादि ये जो सखी माने कवि कहते पंच प्रकार विभेद शास्त्र अनुमान जानिमे तांकर जो सखी माने अच्छा 5टी सखी होती मुख्य या सूचन शास्त्र बा तापिनी ग्रंथरे जो हाँ राधा तापिनी पुरुषोत्तम तापिनी प्रभृति वैष्णव शास्त्र तत्वशास्त्र लिखाई सखी मानकर भाग विभाग आपण माने जे पाठ कले जानिबे। यापर कवि यहपरी राधा राणीकर समस्त अंग सौष्ठव बा अंगलावण्य वर्णना कर सारा परे वर्तमान विषय वस्तु उपरको आसुचन जे मु कही जे 8 वर्षे भवेत गौरी नववर्षे तु रोहिणी कन्या संधिकाल होइला 10 वर्ष आसीगले कन्या एवं तदुर्ध होची रजस्वला। तेणु ये कन्या को देखिकी जनक बा तांकर बापा आउ वृषभानु विव्रत हेले टिके चिंता कले ये कन्या को केमिति विवाह देवा। तेणु कृष्ण शोभा लोभा या भितर ब्रजपुर रे आउ किए से अछंती ना कृष्ण शोभा प्रभा देखी लोभा हेले कृष्णकर सौंदर्य को देखिकी तांकु झील राधाराणी को विवाह देवाई सी टे लोभासक्त ही सभारे जो राजन एक कथा कहली वृषभानु राजा सिंधु संभवा पराभवा ये सिंधु संभवा को पराभव दूची देखु के सुंदर भाव शब्द विन्यास अनुप्रास अलंकार सिंधु संभवा जे महालक्ष्मी को पराभव दूची सौंदर्य जे महालक्ष्मी को मध्य परास्त कर दूची सिंधु संभवा जे महालक्ष्मी को हाँ ताकू विवाह दवा वर्तमान से राधा को मोर झील कन्या को विवाह दवा ये महालक्ष्मीर सौंदर्य को मध्य चूर्णीभूत कर दूची। महिष महिषी पुरते कहले एक सभारे कहले महिषी जे कीर्तिदा होती माँ आज्ञा पाटराणी राणी आगे जो प्रकाश कले राणी कौन कहते देखु पूर्व सनमत चंद्रसेन मान तुल्य अच्छी राणी बोले राणी कहले जे मु चंद्रसेना मोर बाल्य संगिनीर पुत्र हूँ चंद्रसेना मुता सांगे आमे दी सखी पिलादिन कथबार्ता होइचु हाँ कीर्तिदांकर सांग पिलादिनर सांग हाँ चंद्रसेना रो जे माँ मु तांको कथा देइची आ पिलादिन आम एक कथा होइचु आउ तेणु मु राधा को मोर झील को कन्या को चंद्रसेना को विवाह देवी से पदे हास्यास्पद राजा करते। अरे चंद्रसेना गोटे कौन प्रकृत उपयुक्त बरपात्र कि राजा वृषभानु जो हसिकी कथाटा उड़े दूसरे सेठी आज्ञा देखु तत्व अरे ताल तो ये हेनी परकिया प्रीति आसो कौड़ू अपराकृत प्रेम मृति प्रेम रस आसो कौड़ू तेणु परकिया प्रेमर हूँ पूर्णता परकिया प्रीति प्रेमर हूँ पूर्णता ये कथा आसो कौड़ू तेणु दुर्वासा सेठी उपस्थित थिबा शुणी दुर्वासा पूर्णमासी शास्त्र प्रवर्ताई तांको शास्त्र नाई 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 जदि से सती तांको सखी आगे ये कथा स्वीकार कर बाल्य मोर झील को तांकर पुओ को विवाह देवे बोली से कथा अवश्य हम आपण एक कथा को नहीं करतुनि शास्त्र प्रवर्ताई से सत्य को स्थायी करी निज श्रेय मन कले कहीं मुझे कहली ये परकिया प्रीति रे ही पूर्णता आसो तेणु राधा को आदि से चंद्रसेना को विवाह देवा को स्वीकृति प्रदान कर सत्य कर राधा चंद्रसेना को विवाह हूँ। यहीपरि भाव कवि चतुर्थ छांद को आज्ञा समापन करने जाऊँगी। परकिया रस उल्लास विशेष हेवार भियाइले जेणु किशोरी रतन नूतन जतन सुषमा घेनिकरी मने दिन अभिमन्यु सामंत सिंहार चरण शरण इच्छे प्रतिदिन से किशोरींकर हाँ राधिकांकर राधा राणीकर कथा को चिंता करी सुषमाजी सौंदर्य को कवि स्मरण करी आउ सबुदिन तांकर शरण पशिवाई पाद तले शरणापन्न हवा को इच्छा करी माधवे साधवे माधवे मोहि जे पारियो हे साधव हे साधु लोक माने ये माधव को बा कृष्ण को मोहित करि पारियो विश्व वैभव भवाब्दी तारण कारण क्यों सब से विश्व वैभव
ଭବାବ୍ଧିକୁ ତାରଣ କରିବାରେ ଅଭାବ କେଉଁଠି ରହିବ। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର ପାଦ ପଦ୍ମରେ ଏବଂ ରାଧାରାଣୀଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ମୁଁ ଏଇ ଚତୁର୍ଥ ଛାନ୍ଦକୁ ସମାପ୍ତ କରିବାକୁ ଯାଉଛି। ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ୟା ପରେ କ'ଣ ଆଉ ରାଧାକୃଷ୍ଣଙ୍କ ସମ୍ପର୍କରେ ଆଲୋଚନା ହେଇଛି ସମୟ ମିଳିଲେ କହିବା। ନମସ୍କାର।